କେତେବେଳେ କାନ୍ଧରେ ଚଢ଼ି ବସି ପଡ଼ୁଛନ୍ତି ତ ପୁଣି କେତେବେଳେ ହାତ ଧରାଧରି ହେଇ ସତେ ଯେମିତି ଦୁଇ ସାଙ୍ଗ ଅନେକ ଦିନ ପରେ ଦେଖା ହେଲା ପରି ଝଗଡ଼ା ଲାଗୁଛନ୍ତି। କେତେବେଳେ ଇଏ ତାକୁ ଧରିବାକୁ ଚେଷ୍ଟା କରୁଛି ତ କେତେବେଳେ ସିଏ ତାକୁ। ହଁ ଆଜ୍ଞା, ଆପଣମାନେ ଭାବୁଥିବେ ଏ ଦୁଇ ଜଣ ବୋଧେ ମାଡ଼ଗୋଳ ଲାଗୁଛନ୍ତି, କିନ୍ତୁ ନା, ଏମାନେ ବନ୍ଧୁତାର ବନ୍ଧନରେ ଏମିତି ବାନ୍ଧି ହୋଇଯାଇଛନ୍ତି ଯେ କେହି କାହାକୁ ଛାଡ଼ି ରହିପାରୁନାହାନ୍ତି। ହଁ, ବର୍ତ୍ତମାନ ଆପଣମାନେ ଭାବୁଥିବେ କୁକୁର ଆଉ ମାଙ୍କଡ଼ ତ ଦୁଇ ଜଣ ଆଜୀବନ ଶତ୍ରୁ, ତାହେଲେ ମିତ୍ର ହୋଇ କିପରି ଖେଳୁଛନ୍ତି? ଦର୍ଶକ ବନ୍ଧୁ, ବନ୍ଧୁତା ଏମିତି ଏକ ସମ୍ପର୍କ, ବେଳେବେଳେ ଏହା ଶତ୍ରୁର ଶତ୍ରୁତାକୁ ଭୁଲିଯାଇ ବନ୍ଧୁତାକୁ ଆପଣାଇ ଦେଇଥାଏ। ଆଗରୁ ଆପଣଙ୍କୁ ଅନେକ କାହାଣୀ ଏମିତି ଆମେ ଦେଖେଇଛୁ, ଯେମିତି ବିଲେଇ ମାଛ, ବାଘ ହରିଣ, ମଣିଷ ଆଉ ସିଂହର ନିବିଡ଼ ସମ୍ପର୍କର ଦୃଶ୍ୟ। ଠିକ୍ ସେମିତି ଆଜିକାର ଏ ଦୃଶ୍ୟରେ ଆପଣମାନେ ପୁଣି ଥରେ ଏକ ନିଆରା ସମ୍ପର୍କ ଦେଖୁଛନ୍ତି। ତେବେ ଦର୍ଶକ ବନ୍ଧୁ, ସାଧାରଣତଃ ଆପଣମାନେ ସମସ୍ତେ ଦେଖିଥିବେ ଅନେକ ସମୟରେ ମାଙ୍କଡ଼କୁ ଦେଖିଲେ କୁକୁରମାନେ ଭୁକିବା ସହିତ ଗୋଡ଼େଇବା ଆରମ୍ଭ କରିଦେଇଥାନ୍ତି। କିନ୍ତୁ ଏଠି କୁକୁର ଆଉ ମାଙ୍କଡ଼ର ବନ୍ଧୁତାର ଏହି ନିଆରା ସମ୍ପର୍କ ସାଧାରଣରେ ଚର୍ଚ୍ଚା ଜୋର ଧରିଛି, ଯାହାକୁ ଦେଖି ଗାଁ ଲୋକମାନେ ତାଙ୍କର ଭିଡ଼ିଓ କରି ଖୁସି ହେଉଛନ୍ତି। ଆଉ ଏ ସମ୍ପର୍କରେ ବନ୍ଧୁତାର ବନ୍ଧନକୁ ଏକ ସ୍ୱତନ୍ତ୍ର ରୂପରେ ମଧ୍ୟ ଦେଖିବାକୁ ମିଳୁଛି। ହଁ ଦର୍ଶକ ବନ୍ଧୁ, ମଣିଷ ଭିତରେ ଯାହା ଦେଖିବାକୁ ମିଳିନଥାଏ, ଆଜି କୁକୁର ଆଉ ମାଙ୍କଡ଼ ଭିତରେ ସେହି ସମ୍ପର୍କରେ ଦେଖିବାକୁ ମିଳୁଛି। ସତରେ ଦର୍ଶକ ବନ୍ଧୁ, ଏ ଦୃଶ୍ୟ ଆଜି ସମାଜକୁ ଅନେକ ଶିକ୍ଷା ଦେଇଦେଉଛି। ବ୍ୟୁରୋ ରିପୋର୍ଟ, A1 ଓଡ଼ିଆ। ବ୍ରିଲିଏଣ୍ଟରେ ବିଶୁଦ୍ଧ ନଡ଼ିଆ ତେଲ, ଘନ ଲମ୍ବା ଓ ପଳାକେଶର ମୂଳମନ୍ତ୍ର।